ସମୁଦ୍ରରେ ଲୁଚି ଭାରତ ଆସୁଥିଲେ 9 ପାକିସ୍ତାନୀ। ପାକିସ୍ତାନର ଭେଳା ବୁଡ଼ିଲା। ଭାରତରେ ଲୁଚି ପଶୁଥିଲେ ପାକିସ୍ତାନୀ, ଧରିନେଲା ସେନା। ହଁ ଆଜ୍ଞା, ଚାଲିଥିଲା କିଛି ବଡ଼ ଯୋଜନା। କାହିଁକି ଭାରତରେ ପଶୁଥିଲେ 9 ପାକିସ୍ତାନୀ? ଗୁଜରାଟ ପୋରବନ୍ଦର ଉପକୂଳରୁ ଜବତ ହେଲା ପାକିସ୍ତାନୀ ମାଛ ଧରା ବୋଟ୍। ଅଟକ ହେଲେ 9 ପାକିସ୍ତାନୀ। ମାଛ ଧରାଳି ଭାବେ ବେଆଇନରେ ସମୁଦ୍ର ପଥ ଦେଇ ଭାରତକୁ ପ୍ରବେଶ କରୁଥିବା ବେଳେ ଏମାନେ ଧରା ପଡ଼ିଥିଲେ। ଆରବ ସାଗର ଦେଇ ଆସୁଥିଲା ଅଲମଦିନା ବୋଟ୍ ଜବତ କଲା ଭାରତୀୟ ସେନା। ସନ୍ଦେହ କରି ଜବତ କରିବା ପରେ ଜଣାପଡ଼ିଲା ସବୁ ସତ। ସେଥିରେ 9 ପାକିସ୍ତାନୀ ଥିବାର ଖବର ମିଳିଥିଲା। ଅଧିକ ତନାଘନା ପରେ ଜଣାପଡ଼ିବ ସବୁ ସତ। କାହିଁକି ଏମାନେ ଭାରତ ପଶୁଥିଲେ ଓ କ'ଣ ରହିଥିଲା ଏମାନଙ୍କ ଉଦ୍ଦେଶ୍ୟ। କୋଷ୍ଟଗାର୍ଡରେ ଏହି ସଫଳ ମିଶନ ପାଇଁ ଅନେକ ପ୍ରଶଂସା ମଧ୍ୟ ମିଳିସାରିଲାଣି। ଗତ କିଛି ଦିନ ଆଗରୁ ଭାରତର ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା କି ଭାରତରେ ଆଇଡି ବିସ୍ଫୋରଣ କରିବା ନେଇ ଲସ୍କର ଇ ତାଇବା ଗୋଷ୍ଠୀ କିଛି ବଡ଼ ଯୋଜନା କରୁଛି। ତେଣୁ ଆଗୁଆ ପ୍ରଶାସନକୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଥିଲା। ଅନ୍ୟପଟେ ଯଦି ଦେଖିବା ଅପରେସନ ସିନ୍ଦୁର ପରେ ଏବେ ଭାରତ ଉପରେ ପ୍ରଶଂସା ନେବା ପାଇଁ ଚାହିଁ ବସିଛି ପାକିସ୍ତାନ। କେବଳ ସେତିକି ନୁହେଁ, ଆଗରୁ ମଧ୍ୟ ଏହି ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଭାରତ ଉପରେ ସବୁବେଳେ ନଜର ରଖି ଆସୁଛି। ଏପରିକି ପହଲଗାମ ଆକ୍ରମଣ ଠାରୁ ଆରମ୍ଭ କରି ଅନେକ ଆତଙ୍କୀ ମାମଲାରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନର ହାତ ଥିବା ମଧ୍ୟ ଜଣାପଡ଼ିଥିଲା। ଏବେ ଏସବୁକୁ ନଜରରେ ରଖି ପ୍ରଶାସନ ଆଗୁଆ ସତର୍କ ମଧ୍ୟ ରହିଛି। ଏମାନଙ୍କୁ ପଚରାଉଚରା କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ଆମେ ଦେଖା ହେବା ଅନ୍ୟ ଏକ ଖବର ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।